ଆପଣମାନଙ୍କୁ ବିଡି ଟିଚିଂ ଚ୍ୟାନେଲକୁ ସ୍ୱାଗତ। ଆଜି ଆମେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଗଣିତରେ ଥିବା ଗୋଟିଏ ପ୍ରଶ୍ନ ତାର ସମାଧାନ କିପରି ହେବ ସେ ସମ୍ପର୍କରେ ଜାଣିବା। ଆଶା କରୁଛି ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବା। ଭିଡ଼ିଓଟି ପସନ୍ଦ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା। ଓଡ଼ିଆ ମିଡ଼ିୟମରେ ପଢ଼ୁଥିବା ଷଷ୍ଠ ସପ୍ତମ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ଭିଡ଼ିଓଟି ସେୟାର କରିବା, କମେଣ୍ଟ ଦେବା। ଏହିପରି ଶିକ୍ଷଣୀୟ ଭିଡ଼ିଓ ପାଇବା ପାଇଁ ବିଡି ଟିଚିଂ ୟୁଟ୍ୟୁବ୍ ଚ୍ୟାନେଲକୁ ଅଧିକରୁ ଅଧିକ ସବସ୍କ୍ରାଇବ୍ କରିବା। ଏଠାରେ ପ୍ରଶ୍ନଟି ରହିଛି, ଜଣେ ବ୍ୟକ୍ତି ତାଙ୍କ ଘରୁ ଗୋଟିଏ ମିଟିଂରେ ଯୋଗ ଦେବାକୁ ବାହାରିଲେ। ସେ ଯଦି ମିନିଟ୍ ପ୍ରତି 60 ମିଟର ବେଗରେ ଚାଲନ୍ତି ତାହେଲେ ସେ ମିଟିଂ ଆରମ୍ଭ ହେବାର 4 ମିନିଟ୍ ଆଗରୁ ପହଞ୍ଚିବେ। ଯଦି ସେ ମିନିଟ୍ ପ୍ରତି 40 ମିଟର ବେଗରେ ଚାଲନ୍ତି ତାହେଲେ ସେ ମିଟିଂରେ 6 ମିନିଟ୍ ବିଳମ୍ବରେ ପହଞ୍ଚିବେ। ତାହେଲେ ସେ ମିନିଟ୍ ପ୍ରତି କେତେ ମିଟର ବେଗରେ ଚାଲିଲେ ଠିକ୍ ସମୟରେ ମିଟିଂରେ ପହଞ୍ଚିବେ? ଏହି ପ୍ରଶ୍ନଟିର ସମାଧାନ କିପରି ହେବ ସେ ସମ୍ପର୍କରେ ପରବର୍ତ୍ତୀ ସ୍ଲାଇଡ଼ରେ ବୁଝିବା, ଜାଣିବା। ଏଠାରେ ଆମେ ସମାଧାନଟି କିପରି ହେବ ବୁଝିବା। ମନେକର ବ୍ୟକ୍ତିଙ୍କର ଘରଠାରୁ ମିଟିଂ ସ୍ଥାନର ଦୂରତା ସେସମାନ x ମିଟର। ମିନିଟ୍ ପ୍ରତି 60 ମିଟର ବେଗରେ ଗଲେ ମୋଟ ସମୟ ଲାଗିବ x ବିଭକ୍ତ 60 ମିନିଟ୍। ସେହିପରି ମିନିଟ୍ ପ୍ରତି 60 ମିଟର ବେଗରେ ଗଲେ ମୋଟ ସମୟ ଲାଗିବ x ବିଭକ୍ତ 40 ମିନିଟ୍। ପ୍ରଶ୍ନାନୁସାରେ ଦୁଇଟି ଯାକ ସମୟ ମଧ୍ୟରେ ପାର୍ଥକ୍ୟ 4 ମିଶାଣ 6 10 ମିନିଟ୍। ତେବେ ସମୟ ପାର୍ଥକ୍ୟ 10 ମିନିଟ୍ ଅର୍ଥାତ୍ x ବିଭକ୍ତ 40 ଫେଡ଼ାଣ x ଯୁକ୍ତ 60 ସମାନ 10। ତେଣୁ ଏହି ଭଗ୍ନାଂଶକୁ ଆମେ ସମାଧାନ କରିବା। ସମୀକରଣଟିକୁ ସମାଧାନ କରିବା। ଭଗ୍ନାଂଶ ଦ୍ୱୟକୁ ବିୟୋଗ କରିବା। ହର ଦ୍ୱୟର ଲସାଗୁ କାଢ଼ିବା। 40 60 ଲସାଗୁ 120, 120କୁ 40ରେ ହରିଲେ 3 ପାଇବା। ଲବ xରେ ଗୁଣିବା 3x ମାଇନସ୍ ପୁଣି 120କୁ 60ରେ ହରିବା 2 ପାଇବା। 2କୁ xରେ ଗୁଣିବା 2x, ତେଣୁ 3x ମାଇନସ୍ 2x ବିଭକ୍ତ 120 ସେସମାନ 10। ସେଥିରୁ ଆମେ ପାଇବା x ବିଭକ୍ତ 120 ସେସମାନ 10। ତେଣୁ x ପାଇବା 10 ଗୁଣନ 120 1200 ମିଟର। ତେଣୁ ମୋଟ ଦୂରତା 1200 ମିଟର। ମିନିଟ୍ ପ୍ରତି 60 ମିଟର ବେଗରେ ଗଲେ ମୋଟ ସମୟ ଲାଗିବ 1200 ବିଭକ୍ତ 60 20 ମିନିଟ୍। କିନ୍ତୁ ବ୍ୟକ୍ତି ଜଣକ 4 ମିନିଟ୍ ଆଗୁଆ ପହଞ୍ଚିଥିଲେ, ତେଣୁ ଠିକ୍ ସମୟ ହେବ 20 ମିଶାଣ 4 24 ମିନିଟ୍। ଏଇଠାରୁ ଆମେ ବେଗ ବାହାର କରିବା। ବେଗ ହେଲା ଦୂରତା ବିଭକ୍ତ ସମୟ। ମୋଟ ଦୂରତା 1200 ମିଟର ବିଭକ୍ତ ମୋଟ ସମୟ 24 ମିନିଟ୍, ତାହେଲେ 50 ମିଟର। ତେଣୁ ମିନିଟ୍ ପ୍ରତି 50 ମିଟର ବେଗରେ ଗଲେ ଠିକ୍ ସମୟରେ ସେ ପହଞ୍ଚିପାରିବେ। ଏହିପରି ଆମେ ଏହି ପ୍ରଶ୍ନଟିର ସମାଧାନ କରିପାରିବା। ଆଶା କରୁଛି ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବା। ପସନ୍ଦ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବା। ଓଡ଼ିଆ ମିଡ଼ିୟମରେ ପଢ଼ୁଥିବା ଷଷ୍ଠ ସପ୍ତମ ଶ୍ରେଣୀର ବିଦ୍ୟାର୍ଥୀଙ୍କୁ ଭିଡ଼ିଓଟି ସେୟାର କରିବା, କମେଣ୍ଟ ଦେବା। ଏହିପରି ନୂତନ ଶିକ୍ଷଣ ଭିଡ଼ିଓ ପାଇବା ପାଇଁ ବିଡି ଟିଚିଂ ୟୁଟ୍ୟୁବ୍ ଚ୍ୟାନେଲକୁ ଅଧିକରୁ ଅଧିକ ସବସ୍କ୍ରାଇବ୍ କରିବା। ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବା। ପ୍ରତିଦିନ ବିଡି ଟିଚିଂ ତରଫରୁ ଯାଉଥିବା ନୂତନ ଶିକ୍ଷଣ ଭିଡ଼ିଓ ନୋଟିଫିକେସନ୍ ସର୍ବପ୍ରଥମେ ପାଇବା। ଧନ୍ୟବାଦ।